ଜଗନ୍ନାଥ ପିଲାମାନେ ଆଜି ଆମେ ଇକୋନୋମିକ୍ସ ର ୟୁନିଟ୍ 4 ର କେତେକ କ୍ୱେଶ୍ଚନ ଆନ୍ସର ଆଲୋଚନା କରିବା, ଯୋଉଟା କି ୱାନ୍ ୱାର୍ଡ ଫର୍ମାଟ ରହିବ, ଯାହାଫଳରେ କି ଆମେ ଖୁବ କମ ସମୟରେ ଅନେକ ଗୁଡ଼ିଏ କ୍ୱେଶ୍ଚନକୁ ଆମେ କଣ କରିବା ଆଲୋଚନା କରିପାରିବା। ପ୍ରଥମ ଦେଖିବା ୟୁନିଟ୍ 4 ରେ ଯୋଉ ରହିଛି ସମଷ୍ଟି ଅର୍ଥନୀତିର ସଂଜ୍ଞା ଓ ଅର୍ଥ, ମିନିଂ ଅଫ ଡେଫିନେସନ ଅଫ ମାକ୍ରୋ ଇକୋନୋମିକ୍ସ। ସମଷ୍ଟି ଅର୍ଥନୀତି ବା ମାକ୍ରୋ ଇକୋନୋମିକ୍ସ ର ଶବ୍ଦଟି କେଉଁ ଭାଷାରୁ ଆସିଛି ନା ଏଟା ଗ୍ରୀକ ଭାଷାରୁ ଆସିଛି। ସେ ସମଷ୍ଟି ଅର୍ଥନୀତିର କେଉଁ ଗ୍ରୀକ ଶବ୍ଦରୁ ସୃଷ୍ଟି ନା ମାର୍କୋସ। ମାର୍କୋସ ଶବ୍ଦର ଅର୍ଥ କଣ ନା ବୃହତ। ମାର୍କୋସ ଶବ୍ଦର ଅର୍ଥ ହଉଛି ବୃହତ। ସମଗ୍ର ଅର୍ଥ ବ୍ୟବସ୍ଥାର ସାମୂହିକ ଅଧ୍ୟୟନକୁ କଣ କୁହାଯାଏ ନା ସମଷ୍ଟି ଅର୍ଥନୀତି। ସମଷ୍ଟି ଅର୍ଥନୀତି ଏକ ଗୁରୁତ୍ୱପୂର୍ଣ୍ଣ ଏକକ କଣ ନା ଜାତୀୟ ଆୟ ହେଉଛି ସମଷ୍ଟି ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଏକକ। ଅର୍ଥନୈତିକ ସମଷ୍ଟି କହିଲେ କଣ ବୁଝାଏ? ସମଗ୍ର ଅର୍ଥ ବ୍ୟବସ୍ଥାର ମୋଟ ଆୟ, ମୋଟ ଉତ୍ପାଦନ, ମୋଟ ନିଯୁକ୍ତିର ସାମୂହିକ ବିଷୟବସ୍ତୁକୁ କଣ କୁହାଯାଏ ନା ଅର୍ଥନୈତିକ ସମଷ୍ଟି ବା ଇକୋନୋମିକ ଏଗ୍ରିଗେଟ ବୋଲି କୁହାଯାଏ। ଜଣେ ବ୍ୟକ୍ତି ଆୟ ପରିବର୍ତ୍ତେ ଦେଶର ମୋଟ ଆୟ କେଉଁଠାରେ ଆଲୋଚିତ ହୋଇଥାଏ ନା ଦେଶର ଆୟ ତମର ସମଷ୍ଟି ଅର୍ଥନୀତିରେ ଆଲୋଚିତ ହୋଇଥାଏ। ସମଷ୍ଟି ଅର୍ଥନୀତି ବ୍ୟକ୍ତିଗତ ଏକକୁ ଅଧ୍ୟୟନ କରେ କି ନା ଏହା ସାମୂହିକ ବା ସାମଗ୍ରିକ ଏକକୁ ଅଧ୍ୟୟନ କରିଥାଏ। ତାପରେ ଦେଖିବା ରାଷ୍ଟ୍ରୀୟ ଅର୍ଥନୀତି କ୍ଷୁଦ୍ର କୁ ବୁଝାଏ। ସମଷ୍ଟି ଅର୍ଥନୀତି ସେପରି କାହାକୁ ବୁଝାଏ? ସମଷ୍ଟି ଅର୍ଥନୀତିଟା ବୃହତ ବା ସମଗ୍ର ବ୍ୟବସ୍ଥାକୁ ବୁଝାଏ। ସମଷ୍ଟି ଅର୍ଥନୀତିର ପରିସର କିପରି? ତାର ପରିସରଟି ଅତି ବ୍ୟାପକ। ତାପରେ ଦେଖିବା ସମଷ୍ଟି ଅର୍ଥନୀତି ବିଷୟବସ୍ତୁ, ମାଇକ୍ରୋ ଇକୋନୋମିକ୍ସ ର ସବଜେକ୍ଟ ମ୍ୟାଟର୍ସ ଦେଖିବା। ସମଷ୍ଟି ଅର୍ଥନୀତିର ପ୍ରଥମ ମୁଖ୍ୟ ତତ୍ତ୍ୱଟି କଣ ନା ଆୟ, ଉତ୍ପାଦନ, ନିଯୁକ୍ତି ତତ୍ତ୍ୱ। ହାରାହାରି ମୂଲ୍ୟ କେଉଁ ଅର୍ଥନୀତିର ଏକ ଅଂଶ ନା ସମଷ୍ଟି ଅର୍ଥନୀତିର ଏକ ଅଂଶ। ତାପରେ ଦେଖିବା ଦେଶର ଆର୍ଥିକ ପ୍ରଗତି କେଉଁ ତତ୍ତ୍ୱ ବ୍ୟବହୃତ ହୋଇଥାଏ ନା ଦେଶର ଆର୍ଥିକ ପ୍ରଗତି ପାଇଁ ଅର୍ଥନୈତିକ ଅଭିବୃଦ୍ଧି ତତ୍ତ୍ୱଟି ବ୍ୟବହୃତ ହୋଇଥାଏ। ତାପରେ ଆମେ ଦେଖିବା ସମଷ୍ଟି ଅର୍ଥନୈତିକ ବଣ୍ଟନ ତତ୍ତ୍ୱ କଣ ଆଲୋଚନା କରେ ନା ଜାତୀୟ ଆୟର ଅନୁପାତ ବଣ୍ଟନ। ମୁଦ୍ରାସ୍ଫୀତି ବା ଇନଫ୍ଲେସନ ଅଧ୍ୟୟନ କେଉଁ ବିଷୟବସ୍ତୁ ଅନ୍ତର୍ଭୁକ୍ତ ନା ହାରାହାରି ମୂଲ୍ୟ ତତ୍ତ୍ୱର ବିଷୟବସ୍ତୁ ଅନ୍ତର୍ଭୁକ୍ତ। ମୁଦ୍ରା ସଂକୋଚନ କେଉଁଠାରେ ଆଲୋଚିତ ହୋଇଥାଏ ନା ଏଇଟା ସମଷ୍ଟି ଅର୍ଥନୀତିରେ ଆଲୋଚନା ହୋଇଥାଏ। ମୋଟ ନିଯୁକ୍ତି କେଉଁ ତତ୍ତ୍ୱର ଅଂଶ ନା ନିଯୁକ୍ତି ତତ୍ତ୍ୱର ଅଂଶ। ଦେଶର ସାମୂହିକ ସମ୍ବଳ ବିନିଯୋଗ ପାଇଁ କେଉଁ ଅର୍ଥନୀତି ସ୍ଥିର କରାଯାଏ? ସମଷ୍ଟି ଅର୍ଥନୀତି। ବ୍ୟଷ୍ଟି ଅର୍ଥନୀତିକୁ ଦର ତତ୍ତ୍ୱ କୁହାଯାଏ। ସମଷ୍ଟି ଅର୍ଥନୀତି ସେପରି କଣ କୁହାଯାଏ ନା ଆୟ ଓ ନିଯୁକ୍ତି ତତ୍ତ୍ୱ। ମନେ ରଖିବ ପିଲାମାନେ। ଅର୍ଥ ବ୍ୟବସ୍ଥାର ସାଧାରଣ ଦର ସ୍ତର କିପରି ହୁଏ ନା ହାରାହାରି ମୂଲ୍ୟ ତତ୍ତ୍ୱ ଦ୍ୱାରା। ଏବେ ଦେଖିବା ମାଇକ୍ରୋ ଭର୍ସେସ ମ୍ୟାକ୍ରୋ, ସମଷ୍ଟି ଓ ବ୍ୟଷ୍ଟି ଅର୍ଥନୀତିର ପାର୍ଥକ୍ୟ। ବ୍ୟଷ୍ଟି ଅର୍ଥନୀତି କାହାକୁ ଅଧ୍ୟୟନ କରେ? ବ୍ୟଷ୍ଟି ଅର୍ଥନୀତି ନିର୍ଦ୍ଦିଷ୍ଟ ବ୍ୟକ୍ତି, ପରିବାର, ପ୍ରତିଷ୍ଠାନର ପରି ଏକ କ୍ଷୁଦ୍ର ଏକକୁ କଣ କରେ? ଅଧ୍ୟୟନ କରେ। ସମଷ୍ଟି ଅର୍ଥନୀତି କାହାକୁ ଅଧ୍ୟୟନ କରେ? ସମଗ୍ର ଅର୍ଥ ବ୍ୟବସ୍ଥାକୁ ଅଧ୍ୟୟନ କରେ। ବ୍ୟଷ୍ଟି ଅର୍ଥନୀତିର ଭିତ୍ତି କଣ? ବ୍ୟକ୍ତିଗତ ଚାହିଦା, ଯୋଗାଣ ହଉଛି ବ୍ୟଷ୍ଟି ଅର୍ଥନୀତିର ଭିତ୍ତି। ସମଷ୍ଟି ଅର୍ଥନୀତିର ଭିତ୍ତି କଣ ନା ସାମୂହିକ ଚାହିଦା, ସାମୂହିକ ଯୋଗାଣ। ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦର ନିର୍ଦ୍ଧାରଣ କେଉଁଠାରେ ହୁଏ ନା ବ୍ୟଷ୍ଟି ଅର୍ଥନୀତିରେ ହୋଇଥାଏ। ସମଗ୍ର ଅର୍ଥ ବ୍ୟବସ୍ଥାର ସାଧାରଣ ଦର ସ୍ତର କେଉଁଠାରେ ନିର୍ଦ୍ଧାରିତ ହୁଏ ନା ସମଷ୍ଟି ଅର୍ଥନୀତିରେ ନିର୍ଦ୍ଧାରିତ ହୁଏ। ବ୍ୟଷ୍ଟି ଅର୍ଥନୀତି କେଉଁ ଗ୍ରୀକ ଶବ୍ଦରୁ ଆସିଛି ନା ମାଇକ୍ରୋସ୍ ଗ୍ରୀକ ଶବ୍ଦରୁ ଆସିଛି। ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ପରସ୍ପର କିପରି ସମ୍ପର୍କ? ଏ ଦୁଇ ଜଣ ପରସ୍ପର ପରିପୂରକ। ବ୍ୟଷ୍ଟି ଅର୍ଥନୀତି ଆଂଶିକ ସନ୍ତୁଳନ, ସମଷ୍ଟି ଅର୍ଥନୀତିର କଣ ନା ସାଧାରଣ ସନ୍ତୁଳନ। ବ୍ୟଷ୍ଟି ଅର୍ଥନୀତିକୁ ବୃକ୍ଷ ସହ ତୁଳନା କଲେ ସମଷ୍ଟି ଅର୍ଥନୀତି କାହା ସହିତ ତୁଳନା କରିବା ନା ସମଷ୍ଟି ଅର୍ଥନୀତି ଜଙ୍ଗଲ ସହିତ ତୁଳନା କରିବା। କାରଣ
ସମଷ୍ଟି ଅର୍ଥନୀତି ମଧ୍ୟରେ କଣ ଥାଏ ନା ବ୍ୟଷ୍ଟି ଅର୍ଥନୀତି। ସମଷ୍ଟି ଅର୍ଥନୀତିର ଲକ୍ଷ୍ୟ ଓ ଅନ୍ୟାନ୍ୟ ଉପରେ ଆଧାରିତ କେତେକ କ୍ୱେଶ୍ଚନ। ସମଷ୍ଟି ଅର୍ଥନୀତିର ଏକ ମୁଖ୍ୟ ଲକ୍ଷ୍ୟ କଣ ନା ପୂର୍ଣ୍ଣ ନିଯୁକ୍ତି ହାସଲ କରିବା, ଏଇଟା ହଉଛି ତାର ଲକ୍ଷ୍ୟ। ଅର୍ଥ ବ୍ୟବସ୍ଥାର ସ୍ଥିରତା ରକ୍ଷା କରିବା ପାଇଁ କାହାର ଦାୟିତ୍ୱ ନା ସମଷ୍ଟି ଅର୍ଥନୀତିର ଦାୟିତ୍ୱ। ସମଷ୍ଟି ଅର୍ଥନୀତି କେଉଁ ବିଷୟର ସନ୍ତୁଳନ ରକ୍ଷା କରେ? ସାମୂହିକ ଚାହିଦା, ସାମୂହିକ ଯୋଗାଣ। ଜାତୀୟ ଉତ୍ପାଦନ ବୃଦ୍ଧି କେଉଁ ତତ୍ତ୍ୱ ଅନ୍ତର୍ଭୁକ୍ତ? ଅର୍ଥନୈତିକ ଅଭିବୃଦ୍ଧି ତତ୍ତ୍ୱ। ସମଗ୍ର ଆୟ କହିଲେ କେଉଁ ଅର୍ଥନୀତି ବୁଝାଏ ନା ସମଷ୍ଟି ଅର୍ଥନୀତିକୁ ବୁଝାଏ। ବ୍ୟଷ୍ଟି ଅର୍ଥନୀତିର ଗୋଟିଏ ଫାର୍ମର ଲାଭ ଦେଖେ, ସମଷ୍ଟି ଅର୍ଥନୀତି ଏହାକୁ କାହାକୁ ଦେଖେ? ସମଗ୍ର ଶିଳ୍ପ ଅର୍ଥ ବ୍ୟବସ୍ଥାର ଉତ୍ପାଦନକୁ ଦେଖିଥାଏ। ବ୍ୟଷ୍ଟି ଅର୍ଥନୀତି ଗୋଟିଏ ଫାର୍ମ ଦେଖିଲା ବେଳେ ଇଏ ସମଗ୍ର ଅର୍ଥ ବ୍ୟବସ୍ଥା ଏବଂ ସମଗ୍ର ଶିଳ୍ପ ଦେଖେ। ଅର୍ଥଶାସ୍ତ୍ରରେ ର କେଉଁ ଶାଖା ଅତି ଜଟିଳ? ସମଷ୍ଟି ଅର୍ଥଶାସ୍ତ୍ରରେ ସମଷ୍ଟି ଅର୍ଥନୀତିର ଶାଖାଟି ଜଟିଳ। ବେକାରୀ ସମସ୍ୟା ସମାଧାନ ପାଇଁ କେଉଁ ଅର୍ଥନୀତିର ଜ୍ଞାନ ଆବଶ୍ୟକ ନା ସମଷ୍ଟି ଅର୍ଥନୀତିର ଜ୍ଞାନ ଆବଶ୍ୟକ। ସରକାର ଇ ବଜେଟ କେଉଁ ଅର୍ଥନୀତିର ଏକ ଅଂଶ? ସମଷ୍ଟି ଅର୍ଥନୀତିର ଏକ ଅଂଶ ଅଟେ। ସମଷ୍ଟି ଅର୍ଥନୀତି ବ୍ୟବସ୍ଥାକୁ କିପରି ଭାବରେ ଦେଖେ ନା ସାମଗ୍ରିକ ବା ମୁଡ ଭାବରେ ଦେଖିଥାଏ। ତାପରେ ଏକ ପଦୀରେ ଉତ୍ତର ରିଭିଜନ ଆମେ ମାନେ ଅତି ଶୀଘ୍ର ଆମେ କରିବା। ଦେଖିବା କଣ ଅଛି ନା ମାକ୍ରୋ ଶବ୍ଦର ଅର୍ଥ କଣ? ବୃହତ। ଜାତୀୟ ଆୟର ଅଧ୍ୟୟନକୁ କଣ କୁହାଯାଏ? ସମଷ୍ଟି ଅର୍ଥନୀତି। ମୁଦ୍ରାସ୍ଫୀତିର ବିଶ୍ଳେଷଣ, ହାରାହାରି ମୁଦ୍ରା ତତ୍ତ୍ୱ। ସମଗ୍ର ସମାଜର କଲ୍ୟାଣ ପାଇଁ ଯୋଉଟା ହେଉଛି ସମଷ୍ଟି କଲ୍ୟାଣ କୁହାଯାଏ। ନିଯୁକ୍ତି ସ୍ତରର ଅଧ୍ୟୟନ ନିଯୁକ୍ତି ତତ୍ତ୍ୱ କୁହାଯାଏ। ସମଷ୍ଟି ଅର୍ଥନୀତିର ପରିଭାଷା କୋଉ ଭାଷାରୁ ଆସିଛି ନା ଗ୍ରୀକ ଭାଷାରୁ ଆସିଛି। ବ୍ୟଷ୍ଟି ବିପରୀତ ଅର୍ଥାତ୍ ବ୍ୟଷ୍ଟି ରହୁଛି ସମଷ୍ଟି। ତାପରେ ଦେଖିବା ସମଷ୍ଟି ଅର୍ଥନୀତିର ଅନ୍ୟ ନାମ କଣ ନା ଆୟ ତତ୍ତ୍ୱ। ମନେ ରଖିଥିବ, ସମଷ୍ଟି ଅର୍ଥନୀତିର ଅନ୍ୟ ନାମ ହଉଛି ଆୟ ତତ୍ତ୍ୱ। ତାପରେ ହଉଛି ମୋଟ ଉତ୍ପାଦନ କଣ କୁହାଯାଏ ନା ସାମୂହିକ ଏକକ। ସମଷ୍ଟି ଅର୍ଥନୀତିକୁ କଣ କୁହାଯାଏ ନା ସାମୂହିକ ବିଜ୍ଞାନ। ପିଲାମାନେ ଭିଡିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ ଏବଂ ସେୟାର କରିବ।